ପ୍ରସାଦେ ସର୍ବ ଦୁଃଖାନାଂ ହାନିରସ୍ୟୁପଜାୟତେ ପ୍ରସନ୍ନ ଚେତସୁ ହ୍ୟାସୁ ବୁଦ୍ଧି ହିଁ ପର୍ଯ୍ୟବତିଷ୍ଠତେ। ଅନ୍ତଃକରଣର ପ୍ରସନ୍ନତା ଆସିବା ଫଳରେ ତାଙ୍କର ସମସ୍ତ ଦୁଃଖର ବିନାଶ ହୋଇଥାଏ ଏବଂ ସେହି ପ୍ରସନ୍ନ ଚିତ୍ତ କର୍ମଯୋଗୀଙ୍କର ବୁଦ୍ଧି ଶୀଘ୍ର ହିଁ ସକଳ ଦିଗରୁ ଅପସରି ଆସି ଏକ ପରମାତ୍ମାଙ୍କଠାରେ ଭଲ ଭାବରେ ସ୍ଥିର ହୋଇଯାଏ। ଏହାର ତାତ୍ପର୍ଯ୍ୟ କ'ଣ? ପାପ ହେତୁ ହିଁ ମନୁଷ୍ୟମାନଙ୍କର ଦୁଃଖ ହୁଏ ଏବଂ କର୍ମଯୋଗ ସାଧନା ଦ୍ୱାରା ପାପ ନାଶ ହୋଇ ଅନ୍ତଃକରଣ ବିଶୁଦ୍ଧ ହୋଇଯାଏ। ଶୁଦ୍ଧ ଅନ୍ତଃକରଣରେ ହିଁ ଉପରୋକ୍ତ ସାତ୍ୱିକ ପ୍ରସନ୍ନତା ସମ୍ଭବ ହୁଏ। ତେଣୁ ସାତ୍ୱିକ ପ୍ରସନ୍ନତାରେ ସକଳ ଦୁଃଖର ଅଭାବ ହୁଏ ବୋଲି କହିବା ନ୍ୟାୟସଙ୍ଗତ ଅଟେ। ସାଧକଙ୍କର ଅନ୍ତଃକରଣ ପବିତ୍ର ହେଲେ ତାଙ୍କୁ ଆଧ୍ୟାତ୍ମିକ ପ୍ରସନ୍ନତା ପ୍ରାପ୍ତ ହୋଇଯାଏ ଏବଂ ତାଙ୍କର ମନ କ୍ଷଣକ ପାଇଁ ମଧ୍ୟ ସେହି ସୁଖ ଓ ଶାନ୍ତି ତ୍ୟାଗ କରିପାରେ ନାହିଁ। ତେଣୁ ତାଙ୍କ ଅନ୍ତଃକରଣର ବୃତ୍ତିଗୁଡ଼ିକ ସବୁ ଦିଗରୁ ଅପସରି ଆସନ୍ତି। ତାଙ୍କର ବୁଦ୍ଧି ଶୀଘ୍ର ପରମାତ୍ମାଙ୍କ ସ୍ୱରୂପରେ ସ୍ଥିର ହୋଇଯାଏ ଏବଂ ତାଙ୍କ ସିଦ୍ଧାନ୍ତରେ ପରମାତ୍ମାଙ୍କ ଭିନ୍ନ ଅନ୍ୟ କୌଣସି ବସ୍ତୁ ରହେ ନାହିଁ।